କିଛି ଦିନ ପୂର୍ବରୁ କିଛି ନାବିକମାନେ ସେମାନଙ୍କ ଜାହାଜରେ ସମୁଦ୍ର ଅଭିମୁଖେ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଲମ୍ବା ଯାତ୍ରା ପାଇଁ ତାଙ୍କର ପୋଷା ମାଙ୍କଡ଼ଟିଏ ଆଣିଥିଲା। ଯେତେବେଳେ ସେମାନେ ସମୁଦ୍ରର ବହୁତ ଦୂରରେ ଥିଲେ, ଏକ ଭୟଙ୍କର ଝଡ଼ ସେମାନଙ୍କ ଜାହାଜକୁ ଓଲଟାଇ ଦେଲା। ସମସ୍ତେ ସମୁଦ୍ରରେ ପଡ଼ିଗଲେ। ମାଙ୍କଡ଼ ମଧ୍ୟ ପାଣିରେ ବୁଡ଼ିଗଲା। ଏହି ସମୟରେ ସେହି ବାଟ ଦେଇ ଗୋଟିଏ ଡଲଫିନ୍ ଯାଉଥିଲା। ସେ ମାଙ୍କଡ଼କୁ ଦେଖି ତାର ପିଠି ଉପରେ ବସାଇଲା। ଡଲଫିନ୍ କିଛି ବାଟ ଗଲା ପରେ ଗୋଟିଏ ଦ୍ୱୀପରେ ପହଞ୍ଚିଲା। ସେହି ଦ୍ୱୀପରେ ମାଙ୍କଡ଼ଟି ଡଲଫିନ୍ ପିଠିରୁ ଓହ୍ଲାଇଲା। ଡଲଫିନ୍ ମାଙ୍କଡ଼କୁ ପଚାରିଲା, ତୁମେ କ'ଣ ଏହି ସ୍ଥାନ ବିଷୟରେ ଜାଣିଛ କି? ମାଙ୍କଡ଼ ଉତ୍ତର ଦେଲା, ହଁ ହଁ, ମୁଁ ଜାଣେ। ବାସ୍ତବରେ ଏହି ଦ୍ୱୀପର ରାଜା ମୋର ସର୍ବୋତ୍ତମ ବନ୍ଧୁ। ଆପଣ ଜାଣନ୍ତି କି, ପ୍ରକୃତରେ ମୁଁ ଜଣେ ରାଜକୁମାର। ଦ୍ୱୀପରେ କେହି ନ ରହୁଥିବା ଜାଣି ଡଲଫିନ୍ କହିଲା, ଆଚ୍ଛା, ତେଣୁ ତୁମେ ରାଜକୁମାର। ବର୍ତ୍ତମାନ ଜଣେ ରାଜା ହୋଇପାରିବ। ମାଙ୍କଡ଼ ପଚାରିଲା, ମୁଁ କିପରି ରାଜା ହେବି? ଡଲଫିନ୍ କହିଲା, ଏହା ବହୁତ ସହଜ ଅଟେ। ଯେହେତୁ ତୁମେ ଏହି ଦ୍ୱୀପରେ ଏକମାତ୍ର ଜୀବ, ତେଣୁ ସ୍ୱାଭାବିକ ଭାବରେ ତୁମେ ହିଁ ରାଜା ହେବ। ତାପରେ ଡଲଫିନ୍ ମାଙ୍କଡ଼କୁ ସେହି ଦ୍ୱୀପରେ ଏକାକୀ ଛାଡ଼ି ନିଜ ବାଟରେ ଚାଲିଗଲା। ତେଣୁ କଥାରେ କୁହନ୍ତିନି, ଯେଉଁମାନେ ମିଛ କୁହନ୍ତି ଆଉ ଗର୍ବ କରନ୍ତି, ସେମାନେ ଅସୁବିଧାରେ ପଡ଼ନ୍ତି। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।